ମୁଁ ବହୁତ ନମ୍ର ପରିବାରରୁ ଏବଂ ଏକ ଛୋଟ ଗାଁର ତ। ପିଲାଦିନରୁ ମୋର ସ୍ୱପ୍ନ ଥିଲା ଆଇଏଏସରେ ଯୋଗ ଦେବା ଏବଂ ଲୋକଙ୍କ ସେବା କରିବାର। ପ୍ରଭୁ ଜଗନ୍ନାଥ ଏହା ସଫଳ କରିଲେ। କେନ୍ଦ୍ରାପଡ଼ା ମୋର ପରିବାର ଯୋଗୁଁ ମୁଁ ଓଡ଼ିଶା ଆସିଥିଲି। ଯେଉଁ ଦିନଠାରୁ ମୁଁ ଓଡ଼ିଶାର ମାଟିରେ ପାଦ ରଖିଥିଲି ମୁଁ ଓଡ଼ିଶାର ଲୋକଙ୍କ ଠାରୁ ଅପାର ପ୍ରେମ ଏବଂ ସ୍ନେହ ପାଇଛି। ଧରାମଙ୍ଗଳ ରାଉରକେଲା ଠାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ, ଗଞ୍ଜାମ ପର୍ଯ୍ୟନ୍ତ ମୁଁ ଲୋକଙ୍କ ପାଇଁ ବହୁତ ପରିଶ୍ରମ କରିବାକୁ ଚେଷ୍ଟା କରିଛି। 12 ବର୍ଷ ପୂର୍ବେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି। ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବା ଏକ ଗର୍ବର ବିଷୟ। ଅଭିଜ୍ଞତା ମୁଁ ତାଙ୍କଠାରୁ ପାଇଥିବା ଶିକ୍ଷା ଆଜୀବନ ପାଇଁ ତାଙ୍କର ଅନୁଗ୍ରହ, ନେତୃତ୍ୱ, ନୈତିକତା ଏବଂ ସମସ୍ତ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ପ୍ରେମ ମୋତେ ସବୁବେଳେ ପ୍ରେରଣା ଦେଇଥିଲା। ମୋ ଠାରୁ ତାଙ୍କର ଆଶା ଥିଲା ଓଡ଼ିଶା ପାଇଁ ତାଙ୍କର ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବା ଏବଂ ଆମେ ସ୍ୱାସ୍ଥ୍ୟ, ଶିକ୍ଷାରେ ଦାରିଦ୍ର୍ୟ ହ୍ରାସର, କ୍ରୀଡ଼ାର ପୁଞ୍ଜି ବିନିଯୋଗରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛୁ। ମହିଳା ସଶକ୍ତିକରଣର ଭିତ୍ତିଭୂମିର ଏବଂ ମନ୍ଦିର ଏବଂ 3 ପ୍ରକଳ୍ପରେ ମଧ୍ୟ ଯୁବକର ବିଦ୍ୟାଳୟ ଏବଂ କଲେଜ ପିଲାମାନଙ୍କ ପାଇଁ କାମ କରିବା ମୋତେ ବହୁତ ସନ୍ତୁଷ୍ଟ କଲା। ଏକ ସରକାରୀ ବିଦ୍ୟାଳୟରେ ପାଠ ପଢ଼ା ମୋର ପିଲାଦିନର ସ୍ମୃତି ମୋତେ 5T ଅଧୀନରେ ବିଦ୍ୟାଳୟ ପରିବର୍ତ୍ତନ ପାଇଁ ମାନ୍ୟବର କରିବାରେ ସାହାଯ୍ୟ କଲା। କୋଭିଡ ସମୟରେ ଆମେ ଓଡ଼ିଶାର ପ୍ରାୟ 30ଟି ଜିଲ୍ଲାକୁ ଯାତ୍ରା କରିଥିଲୁ। ମୁଁ ସ୍ୱେଚ୍ଛାକୃତ ଅବସର ନେଇ ଆଇଏଏସ୍ ଛାଡ଼ିଥିଲି ଏବଂ ଗୁରୁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ତାଙ୍କୁ ସାହାଯ୍ୟ କରିବା ଯେପରି ତାଙ୍କ ପରାମର୍ଶଦାତା କିମ୍ବା ପରିବାର ପାଇଁ କେହି କରେ ମୁଁ କରିବାକୁ ଚେଷ୍ଟା କରିଥିଲି। ବୋଧହୁଏ ଏହା ମୋର ଅଭାବ ଅଟେ ଯେ ମୁଁ ଠିକ ସମୟରେ ଏହି କିଛି ରାଜନୈତିକ କାହାଣୀକୁ ପ୍ରଭାବଶାଳୀ ଭାବରେ ପ୍ରତିରୋଧ କରିବାରେ ସକ୍ଷମ ହୋଇନାହିଁ। ମୁଁ ବୋର ହେଇଛି ଯେ ମୁଁ ମୋର ଗୁରୁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ରାଜନୀତିକୁ ଆସିଛି। ନିର୍ବାଚନ ଏବଂ ଏକ କୌଣସି ଇଚ୍ଛା ନଥିଲା। ତେଣୁ ମୁଁ ପ୍ରାର୍ଥୀ ନଥିଲି କିମ୍ବା ବିଜୁ ଜନତା ଦଳର କୌଣସି ପଦବୀରେ ରହିନଥିଲି। ଗତ 12 ବର୍ଷ ଧରିର ମୁଁ ଓଡ଼ିଶା ଏବଂ ନବୀନ ବାବୁଙ୍କୁ ମୋର ଧ୍ୟାନରେ ରଖି ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ କାମ କରିବାକୁ ଚେଷ୍ଟା କରିଛି। ଆଜି ପର୍ଯ୍ୟନ୍ତର ମୋର ଏକମାତ୍ର ସମ୍ପତ୍ତି ହେଉଛି ଯାହା ମୁଁ ମୋର ଜେଜେବାପାଙ୍କ ଠାରୁ ପାଇଛି। ମୋର କିମ୍ବା ମୋର ତୁରନ୍ତ ପରିବାରର ଦୁନିଆର ଅନ୍ୟ କୌଣସି ସମ୍ପତ୍ତି ନାହିଁ। ଯେତେବେଳେ ମୁଁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଲି ମୋର ସମ୍ପତ୍ତି ବିବରଣୀ ଆଜି ମଧ୍ୟ ସମାନ ରହିଛି। 24 ବର୍ଷ ପରେ ମୋ ଜୀବନକାଳ ମଧ୍ୟରେ ସବୁଠାରୁ ବଡ଼ ରୋଜଗାର ହେଉଛି ପ୍ରେମ ଏବଂ ସ୍ନେହ। ଓଡ଼ିଶାର ଲୋକମାନଙ୍କର ଶୁଭେଚ୍ଛା। ରାଜନୀତିରେ ଯୋଗ ଦେବା ମୋର ଉଦ୍ଦେଶ୍ୟ କେବଳ ନବୀନ ବାବୁଙ୍କୁ ସାହାଯ୍ୟ କରିବା ଥିଲା ଏବଂ ବର୍ତ୍ତମାନ ସଚେତନ ଭାବରେ ରଖିବା ମିଶି ନେଉଛି। ଯଦି ମୁଁ ଏହି ଯାତ୍ରାରେ କାହାକୁ ଆଘାତ ଦେଇଛି ତେବେ ମୁଁ ଦୁଃଖିତ ଏବଂ କ୍ଷମା ଅନୁରୋଧ କରୁଛି। ଯଦି ମୋ ବିରୁଦ୍ଧରେ ଏହି ଅଭିଯାନର କାହାଣୀ ଅଛି ତେବେ ମୁଁ ଦୁଃଖିତ ଏବଂ କ୍ଷମା ଅନୁରୋଧ କରୁଛି। ବିଜୁ ଜନତା ଦଳଙ୍କ ସହିତ ମୁଁ ପୁରା ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ କ୍ଷମା ମାଗୁଛି। ଏଥିପାଇଁ ସମସ୍ତ କର୍ମୀଙ୍କୁ ଅନ୍ତର୍ଭୁକ୍ତ କରି ବିଜୁ ଜନତା ଦଳର ପ୍ରାର୍ଥୀ, ସଦସ୍ୟ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ମୋର ହୃଦୟରୁ କୃତଜ୍ଞତା। ମୁଁ ସର୍ବଦା ଓଡ଼ିଶାକୁ ମୋ ହୃଦୟର ମୂଳରେ ରଖିବି ଏବଂ ମୋର ଗୁରୁ ନବୀନ ବାବୁଙ୍କୁ ମୋର ନିଶ୍ୱାସରେ ରଖିବି। ଯଦି ମୋ ବିରୁଦ୍ଧରେ ଏହି ଅଭିଯାନର କାହାଣୀ ବିଜୁ ଜନତା ଦଳର କ୍ଷତି ସହ ଖେଳିବାର ଏକ ଅଂଶ ଅଛି ତେବେ ମୁଁ ଏଥିପାଇଁ କ୍ଷମା ମାଗୁଛି। ମୁଁ ସର୍ବଦା ଓଡ଼ିଶାକୁ ମୋର ହୃଦୟର ମୂଳରେ ରଖିବି ଏବଂ ମୋର ଗୁରୁ ନବୀନ ବାବୁଙ୍କର ସୁସ୍ଥତା ଏବଂ ସମୃଦ୍ଧି